ଆଜି ଆସନ୍ତୁ ଜାଣିବା ଜଙ୍ଗଲି ଛତୁ ଭାନୁର ଭଜା। ଏହା କରିବାକୁ ଯେତିକି ସହଜ, ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ ଲାଗେ। ତେବେ ମୁଁ କ'ଣ କରିଛି ନା, ଏହି କଡ଼ଗୁଡ଼ିକୁ ଭାଙ୍ଗି ନେଇ ହଳଦୀ ପାଣିରେ ଦେଇ ଭଲ ଭାବରେ ଧୋଇ ନେଇଛି ଏବଂ ତାକୁ ଚିପୁଡ଼ି ନେଇ ଗୋଟିଏ କଂସାରେ ରଖିନେଇଛି। ଦେଖନ୍ତୁ, ଏବଂ ଏପଟେ କ'ଣ କରିଛି ନା, ଛତି ଯେତିକି ସେତିକି ପିଆଜ ନେଇଛି ଏବଂ ଲଙ୍କା 4ଟି ନେଇଛି। ଏପଟେ ଗ୍ୟାସ୍ ଅନ୍ କରି ତା ଉପରେ କଡ଼ାଇ ବସାଇ ଦେଇଛି। କଡ଼ାଇରେ ତେଲ ଦେଇଛି ଏବଂ ତେଲଟି ଗରମ ହେଲା ପରେ ହିଙ୍ଗୁ ଦେଇଛି। ଦେଖନ୍ତୁ, ତାପରେ କ'ଣ କରିଛି ନା, ସୋରିଷ ଫୁଟାଇ ଦେଇଛି ଏବଂ ସୋରିଷ ଗୁଡ଼ିକ ଫୁଟିଗଲା ପରେ ହିଁ ମୁଁ ଲଙ୍କା ଦେଇଛି। ଲଙ୍କା ଫୁଟିଗଲା ପରେ କଟା ହୋଇଥିବା ପିଆଜକୁ ଦେଇଛି। ଦେଖନ୍ତୁ, ତାପରେ ସେସବୁକୁ ଚଲାଇ ନେଉଛି। ଏବେ କ'ଣ କରୁଛି ନା, ପିଆଜରେ ଲୁଣ ଦେଇଦେଉଛି ଏବଂ ଲୁଣ ଦେଇସାରି ହଳଦୀ ଦେଇଦେଉଛି। ତାପରେ ପୁଣି ଚଲାଇ ନେଉଛି। କେତେ ପର୍ଯ୍ୟନ୍ତ ଚଲାଇବି? ଯେ ପର୍ଯ୍ୟନ୍ତ ପିଆଜ ଗୁଡ଼ିକ ପରସ୍ତ ଛାଡ଼ିଯାଏନି। ଏବେ ମସଲା ଦେଇଦେଉଛି, କରି ମସଲା ଏବଂ ମିଟ୍ ମସଲା। ଆପଣ ଚାହିଁଲେ ତାକୁ ସ୍କିପ୍ ମଧ୍ୟ କରିପାରିବେ। ମସଲା ଦେଇସାରି ପୁଣି ଚଲାଇ ନେଉଛି। ଦେଖନ୍ତୁ, ଏବେ ମୁଁ ଦେଖୁଛି ମୋର ପିଆଜ ଗୁଡ଼ିକ ପ୍ରାୟ ପରସ୍ତ ହୋଇ ଆସିଲାଣି, ତେଣୁ ତାକୁ ଆଉ ଅଳ୍ପ ସମୟ ଚଲାଇବାର ଅଛି। ଏବଂ ଦେଖନ୍ତୁ, ମୁଁ ଡଙ୍କିରେ ମଧ୍ୟ ପିଆଜକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ସେ ଭାଙ୍ଗି ଯାଇଛି ବା ପିଆଜଟି ଏବେ ସିଝିଗଲାଣି, ତେଣୁ ଛତୁ ପକାଇବା ସମୟ ଆସିଗଲାଣି। ଦେଖନ୍ତୁ, ଏବେ ମୁଁ ଛତୁ ଗୁଡ଼ିକ ପକାଇ ନେଉଛି। ଛତୁକୁ ପକାଇ ଦେଇ ତାକୁ ମଧ୍ୟ ଭାଜି ନେଉଛି। ଦେଖନ୍ତୁ, ମନେ ରଖିବେ ସାଙ୍ଗମାନେ, ଛତୁରେ ଲୁଣ କମ୍ ଲାଗିଥାଏ, କାହିଁକି ନା ଏହା ହେଲା ବେଳକୁ ପୁରା କମି ଯାଇଥାଏ। ତେଣୁ ଲୁଣ କମ୍ ଦେବେ। ଯେପରି ଶାଗରେ ଆପଣ ଲୁଣ ଦିଅନ୍ତି, ସେପରି ଛତୁରେ ମଧ୍ୟ ଲୁଣ ଦେବେ ଏବଂ ହଳଦୀ ମଧ୍ୟ କମ୍ ଦେବେ, କାହିଁକି ହଳଦୀ ପାଣିରେ ଆପଣ ଛତୁଟିକୁ ଧୋଇଥାନ୍ତି। ତେଣୁ ଆପଣ ଏଠି ହଳଦୀ ମଧ୍ୟ କମ୍ ଦେବେ। ଦେଖନ୍ତୁ, ଏବେ କ'ଣ ହେଉଛି ନା, ଆମ ଛତୁରୁ ପାଣି ବାହାରିବା ଆରମ୍ଭ କରିଦେଲାଣି ଏବଂ ଆମେ ତାକୁ କିଛି ସମୟ ଛାଡ଼ିଦେବା, ଯେପରି ସେ ପାଣିଟି ଶୋଷି ହୋଇଯିବ ଏବଂ ମଝିରେ ମଝିରେ ତାକୁ ଚଲାଉଥିବା। କାହିଁକି ନା ଯଦି ଆମେ ପୁରା ତାକୁ ଛାଡ଼ିଦେବା, ତାହେଲେ ସେ କଡ଼େଇରେ ଲାଗିଯିବ। ତେଣୁ ତାକୁ ଆମେ ମଝିରେ ମଝିରେ ଚଲାଉଥିବା। ସାଙ୍ଗମାନେ, ଆଉ ଗୋଟିଏ ଟିପ୍ସ ମନେ ରଖନ୍ତୁ, ଛତୁକୁ ସବୁବେଳେ ହାଇ ଫ୍ଲେମ୍ରେ ହିଁ କରିବେ ଏବଂ ମୁଁ ଯେପରି କରୁଛି ଆପଣମାନେ ସେପରି କରିବେ। ଛତୁକୁ ସବୁବେଳେ ଚଲାଇବେନି, 2-3 ମିନିଟ୍ ଛାଡ଼ିଦେବେ, ତାପରେ ଚଲାଇବେ। ହଁ, ଆପଣ ଯଦି ଭାବନ୍ତି ହଁ ଅଧିକା ସମୟ ଛାଡ଼ିଦେବି, ଯେପରିକି ପୁରା ପାଣି ଶୋଷି ହୋଇଯିବ, ଯଦି ସେମିତି କରିବେ ତେବେ ପୁରା ଛତୁଟି କଡ଼େଇରେ ଲାଗିଯିବ, ଆଉ ଛତୁର ଟେଷ୍ଟ ରହିବନି, ପୋଡ଼ିବା ସ୍ମେଲ୍ ଆସିବ। ତେଣୁ ଆପଣ ଟିକିଏ ଛାଡ଼ି ଚଲାଇବେ। ଦେଖନ୍ତୁ, ଏବେ ଆମ ଛତୁର ପରିମାଣଟି ମଧ୍ୟ କମିଗଲାଣି ଏବଂ ତା'ର ରଙ୍ଗ ମଧ୍ୟ ଚେଞ୍ଜ ହେବା ଆରମ୍ଭ କରିଦେଲାଣି। ଛତୁଟି ଯେମିତି କମୁଛି, ତା'ର କଲର୍ ମଧ୍ୟ ସେମିତି ଚେଞ୍ଜ ହେଉଛି। ଦେଖୁନାହାନ୍ତି, ପ୍ରଥମେ ସେ ଧଳା ଥିଲା, ଧଳାରୁ ଟିକିଏ ହଳଦୀ ରଙ୍ଗକୁ ଆସିଲା, ଏବେ ପୁରା ହଳଦିଆ କଲର୍ ହୋଇସାରିଛି। ଛତୁଟି ସିଝିଗଲା ପରେ ତାକୁ ଚେକ୍ କରିନେଲି ଡଙ୍କି ସାହାଯ୍ୟରେ। ତାପରେ ଅଗ୍ନିଦେବଙ୍କୁ ଦେଇଦେଲି। ଅଗ୍ନିଦେବଙ୍କୁ ମା ହିଙ୍ଗୁଳାଙ୍କ ନାଁରେ ଦିଆଯାଇଥାଏ। ପ୍ରଥମେ ଆପଣ ଅଗ୍ନିକୁ ଦେବେ, ତାପରେ ହିଁ ଖାଇବେ। ଏଇ କଥାଟିକୁ ମନେ ରଖିବେ ସାଙ୍ଗମାନେ। ଦେଖନ୍ତୁ ତ ମୋ ଛତୁ ଭଜାଟି କେତେ ସୁନ୍ଦର ଲାଗୁଛି। এই ଛତୁ ଭଜାକୁ ଦେଖି ମୋର ମଧ୍ୟ ଲାଳ ବାହାରିଲାଣି। ତେଣୁ ମୁଁ ଚାଲିଲି ପଖାଳ ସହିତ ଛତୁ ଭଜା ଖାଇବା ପାଇଁ। ଆଉ ଓଡ଼ିଆଙ୍କ ପ୍ରିୟ ତ ପଖାଳ, ଆପଣମାନେ ଜାଣିଛନ୍ତି। ଆପଣ ମଧ୍ୟ ଏମିତି ଥରେ ଟ୍ରାଏ କରନ୍ତୁ। ଯଦି ଭଲ ନ ଲାଗିବ ମୋତେ କହିବେ। ଯଦି ମୋ ଭିଡ଼ିଓଟି ଭଲ ଲାଗିଛି ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍। ଧନ୍ୟବାଦ।